ଜୟ ଜଗନ୍ନାଥ। ଆଜି ଆମେ ଏମିତି ଗୋଟେ ବିଷୟରେ ଆଲୋଚନା କରିବା, ପିଶାଚ ଦୋଷ, ପ୍ରେତ ବାଧା, ପ୍ରେତ ଦୋଷ। ମଣିଷ ଜୀବନରେ ଦେଖିବେ ବହୁତ ଜଣଙ୍କର ବହୁତ କିଛି କଷ୍ଟ କରିବେ, ବହୁତ କାମ କରୁଥିବେ, କିନ୍ତୁ ସକ୍ସେସ୍ ସବୁବେଳେ ତାଙ୍କୁ ପଛରେ ପକାଇଦିଏ। ତାଙ୍କ ପାଇଁ ସକ୍ସେସ୍ଟା ନା ଭଳିଆ ହେଇଥାଏ। ଗୋଟେ ଲୋକ ପାଖରେ ସବୁବେଳେ ଲୋନ୍ ଥିବ, ଦେଖିବ ସେ ଯେତେ ପଇସା ଇନକମ୍ କରୁଥିବ ନିଶ୍ଚିନ୍ତ ଭାବରେ ସେ ପଇସା ଗୁଡ଼ାକ ସେ ଖର୍ଚ୍ଚ ହେଉଥିବ। ଖୁସି ଛଡ଼େଇ ନିଏ। ଯେତେ ଭଲ ଯୋଗ ଥିଲେ ବି କୁଣ୍ଡଲିରେ ସବୁ ସିଏ ଛଡ଼େଇ ନିଏ। ତ ଲାଇଫରେ ସେ ଯାହା କରୁ କି ନ କରୁ ସବୁ ଗୁଡ଼ାକ ତାଠୁ ଦୂରେଇ ଯାଏ। ଆଉ ଦୁଃଖ ବହୁତ ଥାଏ। ସିଏ କେବେ ସକ୍ସେସ୍ ପାଇପାରେନି, କେବେ ଅପରଚ୍ୟୁନିଟି ତେତେ ଥିଲେ ମଧ୍ୟ ସିଏ ସେଗୁଡ଼ାକ ଫାଇଦା ଉଠାଇପାରେନି। ଦେଖନ୍ତୁ, ଏଇଟା ହେଉଛି ପ୍ରେତ ଯୋଗ, ପ୍ରେତ ବାଧା କୁହାଯାଏ। ଆମେ ଜାଣିବା ୟାର ସିମ୍ପଟମ୍ସ ମୁଁ ଆଗ ଆପଣଙ୍କୁ କହୁଛି। ଯଦି ଆପଣଙ୍କୁ ବାରମ୍ବାର ରାତ୍ରିରେ ଭୂତ ପ୍ରେତ ସ୍ୱପ୍ନ ଦେଖାଯାଉଛି, ଭୂତ ପ୍ରେତ ଦେଖାଯିବା ଭଳିଆ ଲାଗିବା, ଖରାପ ସ୍ୱପ୍ନ, କିଏ ମରିଗଲା, କି ଆପଣଙ୍କ ନିଜ ଲୋକ ମରିଗଲା, କିଏ କ'ଣ ହେଲା, ଏଇସବୁ ସ୍ୱପ୍ନ ଦେଖାଯାଉଥିବ, କିମ୍ବା ଆପଣଙ୍କ ଘରୁ ବହୁତ କିଛି ଜିନିଷ ଚୋରି ହେଇଯାଉଥିବ, ଆଉ ଆପଣଙ୍କୁ ନଜର ବି ଲାଗୁଥିବ, କାମ ଥରେ ଆପଣ ଷ୍ଟାର୍ଟ କରିବେ ମାନେ ସେ କାମ କଣ୍ଟିନ୍ୟୁଟି କରି ଚାଲିଥିବେ, କିନ୍ତୁ କାମର କିଛି ଫଳ ମିଳିବ ନାହିଁ। ତ ଏଇସବୁ ଜିନିଷ ସିମ୍ପଟମ୍ସ ଆମେ କହୁଛୁ। ଏଇସବୁ ଏଇଟା ଗୋଟେ ନର୍ମାଲି ସିମ୍ପଟମ୍ସ। ତା'ର ଅଲଗା ସିମ୍ପଟମ୍ସ ବି ଅଛି। ଆପଣ ଦେଖିବେ ହଠାତ୍ କି କେଉଁଠି ଗୋଟେ ଯାଉଥିବେ, ଆପଣଙ୍କୁ ଲାଗିବ ଆପଣଙ୍କ ପଛ ଦେଇକି ଗୋଟେ ପଳେଇଲା। ଏସବୁ ଜିନିଷ ହୁଏ। ଏଇଟାକୁ ପ୍ରେତ ବାଧା କୁହାଯାଏ। ଏଇଟା ଏବେ ସିମ୍ପଟମ୍ସ ଆମେ କହିଲୁ। ତ ଏବେ ମୁଁ ତା କହିବି, ଆପଣ ଦେଖନ୍ତୁ ଏଇଟାର ଆମେ ପ୍ରୁଭ୍ କମ୍ପ୍ଲିଟଲି କେମିତି ପାଇବା। ଏଇଟା କ'ଣ ପାଇଁ ହୁଏ ମୁଁ ଫାଷ୍ଟ କହୁଛି। ପୂର୍ବଜନ୍ମର ପାପ ପାଇଁ ହୁଏ। ଯଦି କୌଣସି ମୃତ ବ୍ୟକ୍ତିଙ୍କୁ ଗାଳି ଦେଇଛନ୍ତି ଆପଣ, ପୂର୍ବଜନ୍ମରେ ଯଦି ଆପଣ ସେ ଶବକୁ ଡେଇଁକିରି ପଳେଇ ଯାଇଛନ୍ତି, କିମ୍ବା ସେ ଶବକୁ ଗୋଇଠା ମାରି ଦେଇଛନ୍ତି, କିମ୍ବା ଗାଳି କରିଦେଇଛନ୍ତି, କିମ୍ବା ସେ ଶବର କିଛି ବସ୍ତ୍ର କି ଜିନିଷ ରଖିଦେଇଛନ୍ତି ଆପଣ ତା ଦେହରୁ ସେ ମଲା ପରେ, ଏଇସବୁ ଜିନିଷ ଯଦି ହେଇଥାଏ, ମୃତ ବ୍ୟକ୍ତିକୁ ଆପଣ ଗାଳି କରିଛନ୍ତି, ତାକୁ ଅନ୍ତ୍ୟେଷ୍ଟି କ୍ରିୟାରେ ବାଧା ଆପଣ ଦେବା ପାଇଁ ଚେଷ୍ଟା କରିଛନ୍ତି କି ଦେଇଛନ୍ତି, ଏହିସବୁ ପାପର ପାଇଁ ଏଇଟା ଏ ଜନ୍ମରେ ଆପଣଙ୍କୁ ଭୋଗିବାକୁ ପଡ଼େ। ତ ମୁଁ ଏବେ ଆପଣଙ୍କୁ କହିଦେଲି, ୟାର କାରଣ କହିଦେଲି, ସିମ୍ପଟମ୍ସ ବି କହିଦେଲି। ଏବେ ଆମେ ଦେଖିବା ଜାତକରେ କେମିତି। ଦେଖ, ଜାତକରେ ନର୍ମାଲି ଆପଣ ଦେଖିବେ 9 ପ୍ରକାରର ପ୍ରେତ ବାଧା ଥାଏ। ବହୁତ ବଡ଼ କଥା ସେଇଟା ଆମେ ପରେ ଆଲୋଚନା କରିବା। ମୁଁ ଫାଷ୍ଟ ଆପଣ କହିଦେଉଛି, ତାକୁ ଆପଣ ଟିକେ ମଙ୍ଗଳ ଆଉ କେତୁ, କେତୁ ଆଉ ସୂର୍ଯ୍ୟ, ରାହୁ ଶନି ସୂର୍ଯ୍ୟ, ଏଇସବୁ ଯଦି କଞ୍ଜକ୍ସନ୍ ଆପଣଙ୍କ ଜାତକ ଖୋଲିବେ, ଆପଣଙ୍କ ଜାତକରେ ଦେଖିବେ ମଙ୍ଗଳ କିମ୍ବା କେତୁ ଯଦି କୌଣସି ବି ଘରେ ବସିଛନ୍ତି, ଏଇଟା ଗୋଟେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ଏଇଟା ଗୋଟେ ନିଶ୍ଚିତ ଗୋଟେ ସିମ୍ପଟମ୍ସ ଯଦି ଆପଣଙ୍କର ଥିବ। ଆଉ ଏଇସବୁ ଏଇ ଯୋଗଟା ଥିବ ମଙ୍ଗଳ ଆଉ କେତୁ, ତ ଏଇଟା କନଫର୍ମ। କେତୁ ଆଉ ସୂର୍ଯ୍ୟ ଯଦି ଥିବେ, ଆଉ ରାହୁ ଶନି ସୂର୍ଯ୍ୟ 3 ଜଣ ଯଦି ଗୋଟେ ଘରେ ଥିବେ, ଏଟାକୁ ବୃହତ୍ ପିଶାଚ ଯୋଗ କୁହାଯାଏ। ଆପଣଙ୍କର ଏମିତି ସିମ୍ପଟମ୍ସ ଥିବ, ତାପରେ ଆପଣ ଦେଖିବେ ଆପଣଙ୍କର ଜାତକ ଖୋଲନ୍ତୁ, କୌଣସି ବି ଘରେ ଏଇଟା ଥିଲେ ନିଶ୍ଚିନ୍ତ ଭାବରେ ରହିବ। କିନ୍ତୁ 9 ପ୍ରକାର ଅଛି। ତ ଆପଣଙ୍କୁ ଫାଷ୍ଟ ଦେଖିବାକୁ ପଡ଼ିବ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କର ସ୍ଥିତି। ଦେଖନ୍ତୁ, ଆପଣଙ୍କ ଜାତକ ଖୋଲିବେ, ଅଷ୍ଟମ ଘରେ ଦେଖିବାକୁ ଇଏ ଅଛି। ଯଦି ଅଷ୍ଟମ ଘରେ ଶନି ରାହୁ କେତୁ କିଏ ବି ଥାନ୍ତି, ଆଉ ଚନ୍ଦ୍ର ଯଦି ପୀଡ଼ିତ ହେଇଥିବେ, ଅର୍ଥାତ୍ ଚନ୍ଦ୍ର କେମିତି ପୀଡ଼ିତ ହୁଅନ୍ତି, ଚନ୍ଦ୍ର ଯଦି ଶନିଙ୍କ ସାଥେ ବସିଥିବେ, ଶନିଙ୍କର ଦୃଷ୍ଟି ପଡ଼ିଥିବ, ଚନ୍ଦ୍ର ଯଦି କେତୁଙ୍କ ସାଥେ ବସିଥିବେ, ତ ଏଇସବୁ ଅଷ୍ଟମ ଘରେ ଏଇଟା। ତ ଏଇଟା ହେଲେ ବୃହତ୍ ପିଶାଚ ଯୋଗର ଆଉ ଗୋଟେ ଲକ୍ଷଣ। ଅଷ୍ଟମ ଘରେ ଶନି ରାହୁ କେତୁ ଚନ୍ଦ୍ର ସାଥେ ଯଦି କିଏ ଥିବେ, ଚନ୍ଦ୍ର ସାଥେ କିଏ ବି ଚନ୍ଦ୍ର ସାଥେ ଶନି ରହିଲେ, ରାହୁ ରହିଲେ, କେତୁ ରହିଲେ, ବିଷଯୋଗ ବି ଚନ୍ଦ୍ର ସାଥେ ଶନି ରହିଲେ କୁହନ୍ତି। କିନ୍ତୁ ରାହୁ କେତୁ ଶନି ରହିଲେ ଯଦି ଅଷ୍ଟମ ଘରେ, ସେଟା ଚନ୍ଦ୍ର ବହୁତ ପୀଡ଼ିତ ହେଇଗଲା, ତ ସେଇଠି ହେଲା ପିଶାଚ ଯୋଗର ଗୋଟେ ବଡ଼ ଆମେ ପାଇଗଲୁ। ତା ଯେଉଁ ଏକ୍ଜାମ୍ପଲ୍ ବି ଯାହା ଦେଲି ସେଇ ସିମ୍ପଟମ୍ସ ଥିବ, ତା ସାଥିରେ ଏଇଠି ପାଇଗଲେ ମୁଁ ଗୋଟେ ପ୍ରୁଫ୍ ପାଇଗଲୁ। ଆଉ ଗୋଟେ କଥା, 2, 4, 9 ଘରେ, 2, 4, 9 ଘରେ ଶନି ରାହୁ ମଙ୍ଗଳ, ଧର 2ରେ ଶନି 4ରେ ମଙ୍ଗଳ,
ଏଇ 3 ଜଣଙ୍କର ଯଦି 2 ଜଣ ବି ଅଛନ୍ତି ଆପଣଙ୍କ ଜାତକରେ 2, 4, 9 ଘରେ, ତ ଇଏ ବି ଗୋଟେ ପିଶାଚ ଯୋଗର ଲକ୍ଷଣ। କିନ୍ତୁ ଏଇ ପିଶାଚ ଯୋଗ ସାଥେ ଆମେ ସିମ୍ପଟମ୍ସକୁ ବି ଲକ୍ଷ୍ୟ କରିବା। ଆଉ ଗୋଟେ ଦେଖିବେ 1, 5, 8, 9ରେ ଯଦି ଚନ୍ଦ୍ର ରାହୁ ବସିଛନ୍ତି, ଇଏ ବି ଗୋଟେ ପିଶାଚ ଯୋଗର ସୂଚେଇ ଦିଆଯାଉଛି। ପିଶାଚ ଯୋଗ ଆପଣଙ୍କ ଜାତକରେ ଥାଇପାରେ। କିନ୍ତୁ ଆମେ କନଫର୍ମ କେମିତି ହେବ? ଆପଣଙ୍କୁ ତ ପ୍ରଥମ କରି ମଙ୍ଗଳ କେତୁ, କେତୁ ସୂର୍ଯ୍ୟ, ରାହୁ ଶନି ସୂର୍ଯ୍ୟ, ସୂର୍ଯ୍ୟ ଚନ୍ଦ୍ରଙ୍କ ସ୍ଥିତି, ଶନି ରାହୁ କେତୁ, ଏଇସବୁ ଜିନିଷ ଗୁଡ଼ାକ ନିଶ୍ଚିତ ଦରକାର। ଏଇ ଯେଉଁ ସେକେଣ୍ଡରେ ମୁଁ ଏବେ ଯେଉଁ କହୁଛି ପଞ୍ଚମ ଭାଗରେ ଆଉ ଅଷ୍ଟମ ନବମ ଆଉ ପ୍ରଥମ ଭାଗରେ ଚନ୍ଦ୍ର ରାହୁ, ଏଠି ତ ନିଶ୍ଚିନ୍ତ ଚନ୍ଦ୍ର ରାହୁ ରହିଲେ ଯଦି ଲଗ୍ନରେ 5, 8, 9ରେ ଚନ୍ଦ୍ର ପୀଡ଼ିତ ପୁରା ହେଇଗଲା। କିନ୍ତୁ 2, 4, 9ଟା ଏଇଟା ଟିକେ ଆଭରେଜ୍ ବାଲା, ଏଇଟା ଏତେ ବି ବଡ଼ ବାଲା ନୁହଁ। କିନ୍ତୁ ଶନିଙ୍କ ସାଥେ ରାହୁ ଆଉ ମଙ୍ଗଳ ଯଦି ମିଶିକି 9 ଘରେ ରହିଗଲେ, ପିତୃପୁରୁଷଙ୍କ ଘରେ ରହିଗଲେ, ତ କଥା ଅଲଗା। ଏଟା ତ ଦେଖିବା, ଆମେ ଏବେ ଦେଖିବା, ଆମେ ୟାର ରିମେଡ଼ି ବି କରିବା। ଆପଣ ଦେଖିବେ ଆପଣଙ୍କ ଜାତକରେ ନିଶ୍ଚିତ ଆପଣ ନିଶ୍ଚିନ୍ତ, ମୁଁ ଯେମିତି କହିଲି, ଆପଣଙ୍କ ଯେଉଁ ଘରେ ଦେଇଥିବ ଆପଣ ନିଶ୍ଚିନ୍ତ ଦେଖିପାରିବେ ସିମ୍ପଟମ୍ସ ଯଦି ଥିବ। ତ ଏବେ ଆମେ ଦେଖିବା ତୁଳା ଦାନ କରିବା, ତାର ରିମେଡ଼ି କହୁଛି ମୁଁ। ତୁଳା ଦାନ କରିବା ଦରକାର ଆପଣଙ୍କର। ବହୁତ ହି ବଢ଼ିଆ ରେମେଡ଼ି। ଆପଣଙ୍କ ଓଜନ ଅନୁସାରେ ଯେଉଁଟା ଗୋଟେ ପଶୁ ଗାଈ ଖାଇପାରିବ, ଆପଣଙ୍କ ଓଜନ ଅନୁସାରେ ଗହମ ହେଉ, ଆମର ଗୁଡ଼, ଯାହା ବି ଯେଉଁଟା ବର୍ଷକୁ ଥରେ ଆପଣ କରିପାରିବେ ରେମେଡ଼ି, ଯିଏ ଆପଣ ଗୋଟେ ପଶୁ ଖାଇପାରିବ। କୁକୁରକୁ ରାସ୍ତାରେ ଆପଣ ଦେଖିଲେ ଖାଇବାକୁ ଦିଅନ୍ତୁ, ପ୍ରେତ ବାଧାର ବହୁତ ବଢ଼ିଆ କାରକ ଏଇଟା। କିନ୍ତୁ ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ ରେମେଡ଼ି ମୁଁ ଏବେ କହୁଛି, ନିଶ୍ଚିତ ଭାବେ ଆପଣ କରନ୍ତୁ। ଦେଖିବେ ଆପଣଙ୍କ ଯେଉଁ ସ୍ୱପ୍ନ ଯାହା ବି ଦେଖୁଛନ୍ତି ସବୁ ଛାଡ଼ି ପଳାଇବ। ହନୁମାନ ଚାଳିଶା ପାଠ କରିବେ, ମନ୍ଦିର ଯିବେ, ହନୁମାନଙ୍କ ମନ୍ଦିର, ମିଠା ପାନ ଦେବେ। ହନୁମାନଙ୍କର 12ଟା ନାମ ଅଛି, ସେ 12ଟା ନାମ ଡେଲି ଆପଣ ପାଠରେ ଧରନ୍ତୁ, ସବୁ ବାଧା ଦୂର ହୋଇଯିବ। ମୁଁ ସେ 12ଟା ନାମ କହିଦେଉଛି ଆପଣଙ୍କୁ। ଜୟ ହନୁମାନ, ଜୟ ଅଞ୍ଜନି ସୁତ, ଜୟ ପବନ ପୁତ୍ର, ଜୟ ମହାବଳ, ଜୟ ରାମେଷ୍ଟ, ଜୟ ଫାଲ୍ଗୁନ ସଖା, ଜୟ ପିଙ୍ଗାକ୍ଷ, ଜୟ ଉଦନ୍ଧିକ୍ରମଣ, ଜୟ ସୀତା ଶୋକ ବିନାଶନ, ଜୟ ଲକ୍ଷ୍ମଣ ପ୍ରାଣଦାତା, ଜୟ ଦଶଗ୍ରୀବ ଦର୍ପଃ। ଆପଣ ଏତିକିରି ନିଶ୍ଚିତ ଭାବରେ ମନେ ରଖନ୍ତୁ। ଆପଣ ଏତିକି ଡେଲି ୱାଇଜ୍ ଆପଣ କୁହନ୍ତୁ, ଆପଣଙ୍କ ପ୍ରେତ ଦୋଷ ନିଶ୍ଚିତ ଭାବରେ କମ୍ପ୍ଲିଟଲି, ଆପଣଙ୍କର ପ୍ରେତ ଦୋଷ ଆପଣଙ୍କୁ ଆଉ ହଇରାଣ କରିବନି। ଜୟ ଜଗନ୍ନାଥ।